ବାଟରେ ଆସିଲା ବେଳେ ଆମର ବନ୍ଧୁ ବରଦା ବାବୁ କହିଲେ କୋଣାର୍କ ଗୋଟେ ଛୋଟିଆ ଜାଗା, ସେଠି ଗୋଟେ ପୁସ୍ତକ ମେଳା ହେଉଛି। ମୁଁ ସାଙ୍ଗେ ସାଙ୍ଗେ ତାଙ୍କୁ ଛଡ଼େଇ ନେଇ ତାଙ୍କ କଥାକୁ କହିଲି, କୋଣାର୍କ ଛୋଟିଆ ଜାଗା ନୁହେଁ, କୋଣାର୍କ ହେଉଛି ବିଶ୍ୱ ପ୍ରସିଦ୍ଧ। ଯେଉଁ ସପ୍ତାଚାର୍ଯ୍ୟ ଅଛି ତା ଭିତରେ ଅନ୍ୟତମ ହେଉଛି କୋଣାର୍କ। ମୁଁ କେବଳ ଓଡ଼ିଶା ନୁହେଁ, ଆମେରିକା ବି ଯାଇଛି। ୱାସିଂଟନ ଡିସିରେ ଯେତେବେଳେ କୋଣାର୍କ ବିଷୟରେ କହିଛି, ସେମାନେ ଅଭିଭୂତ ହୋଇଛନ୍ତି ଏବଂ ପ୍ରତ୍ୟେକ ଦିନ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ଏଠାକୁ ଛୁଟି ଆସୁଛନ୍ତି ଏହାର କାରୁକୃତିକି ଅବଲୋକନ କରିବା ପାଇଁ। ଯାହା ସଂସ୍କୃତରେ କୁହାଯାଇଛି, ଶ୍ରୀ ଶ୍ରୀଜଗନ୍ନାଥ ବିଶାଳ ଧର୍ମ କୋଣାର୍କ ଗାତ୍ରୀ ଇତିଭୂତ କାରୁକର୍ମ ସାହିତ୍ୟ ପୀଠେ କବିଭଞ୍ଜ ସୃଷ୍ଟି ତ୍ରିଶୈବ ବ୍ୟକ୍ତା ହିଁ କଳିଙ୍ଗ କୃଷ୍ଟି। କଳିଙ୍ଗର ଶ୍ରେଷ୍ଠ ବୈଭବ ହେଉଛି କୋଣାର୍କ। କୋଟି କୋଟି ଓଡ଼ିଆଙ୍କର ପ୍ରାଣର ଆରାଧ୍ୟ ଦେବତା ଜଗତର ନାଥ ଶ୍ରୀ ଜଗନ୍ନାଥ। ଜଗନ୍ନାଥଙ୍କୁ ଛାଡ଼ି ଓଡ଼ିଶାର ସ୍ଥିତି କାହିଁକି? ଯାହା ଉତ୍କଳମଣି ସେଦିନ କହିଲେ, ଉତ୍କଳ ନେତାର ନାହିଁ ପ୍ରୟୋଜନ, ଉତ୍କଳର ନେତା ନିଜେ ନାରାୟଣ। ନିଜେ ଜଗତର ନାଥ ଜଗନ୍ନାଥ ହେଉଛନ୍ତି ଉତ୍କଳର ନେତା। ଯେଉଁ ଓଡ଼ିଆ ପୁଅ ପଥରକୁ ପଥର ଦେହରେ ଖଞ୍ଜି ସୃଷ୍ଟି କରିଥିଲା କୋଣାର୍କ, ସେଇ ଓଡ଼ିଆ ପୁଅ ଶବ୍ଦକୁ ଶବ୍ଦ ସହିତ ସଂଯୋଗ କରି ସୃଷ୍ଟି କଲା କାବ୍ୟର କୋଣାର୍କ। ସେଇଥିପାଇଁ ବୋଧେ 8-10 ବର୍ଷ ତଳେ ଉମେଶ ବାବୁ ତାଙ୍କ ରଜ ଉତ୍ସବ ସହିତ ଭଞ୍ଜକୁ ଯୋଡ଼ି ଦେଇଥିଲେ। କାରଣ ରଜ ସହିତ ଭଞ୍ଜଙ୍କର ଯେଉଁଭଳି ସିନୋନିମ୍ସ, ଯେମିତି ସାମଞ୍ଜସ୍ୟ, ସେମିତି କୋଣାର୍କ ସହିତ ଭଞ୍ଜଙ୍କର ସାମଞ୍ଜସ୍ୟ। ଏବଂ କୌଣସି ନା କୌଣସି କାରଣବଶତଃ ହୁଏତ ତାହା ବନ୍ଦ ହୋଇଯାଇଛି। ମୁଁ ଭାବୁଛି ଆଗାମୀ ବର୍ଷ ଠାରୁ ସେ ଟିକିଏ ଆଖି ଉଠେଇ ଆମ ଆଡ଼କୁ ଅନେଇଲେ ପୁଣି ତାହା ଅଙ୍କୁରୋଦ୍ଗମ ହେଇଯିବ। ବନ୍ଧୁଗଣ, ମୁଁ ଅତ୍ୟନ୍ତ ଆହ୍ଲାଦିତ ଏ ଅନୁଷ୍ଠାନରେ ଆଜି ପଦାର୍ପଣ କରିଛନ୍ତି ଓଡ଼ିଶା ସାହିତ୍ୟ ଏକାଡେମୀର ପ୍ରାକ୍ତନ ସଭାପତି। ସେ ହେଉଛନ୍ତି ଜଣେ ଦୁର୍ଦ୍ଧର୍ଷ କବି, ଡକ୍ଟର ହୁସେନ ରବି ଗାନ୍ଧୀ ମହୋଦୟ। ତାଙ୍କ କଥା କହିବାରେ କବିତା ଫୁଟି ଉଠେ। ମୁଁ ସବୁବେଳେ କହେ ତାଙ୍କୁ ସେ ଜଣେ ପ୍ରଖ୍ୟାତ କବି ବୋଲି। ଏବଂ ଅତି ନିମ୍ନ ମଧ୍ୟବିତ୍ତ ପରିବେଶରୁ ଆସି ସେ ଯେଉଁଭଳି ଭାବରେ ସମଗ୍ର ଓଡ଼ିଶା ନୁହେଁ ଭାରତ ବର୍ଷରେ ବିଭିନ୍ନ ବିଦଗ୍ଧ ମଣ୍ଡଳୀରେ ଆଦୃତ ହୋଇଛନ୍ତି ଏବଂ ଯେତେବେଳେ ସେ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ହେଲେ, ଅନେକ ବନ୍ଧୁ ଯେଉଁମାନେ ତଥାକଥିତ ଦରବାରୀ ସାହିତ୍ୟରେ ବିଶ୍ୱାସ କରନ୍ତି ତାଙ୍କୁ ପ୍ରତିରୋଧ କରିଥିଲେ ମଧ୍ୟ ଆମ୍ଭେମାନେ ତାଙ୍କୁ ସହାୟତାର ହାତ ବଢ଼ାଇ ଦେଇଥିଲୁ। କଟକ ଶ୍ରୀରାମଚନ୍ଦ୍ର ଭବନରେ ଯାଇ ତାଙ୍କ ପାଇଁ ଅଭିଭାଷଣ ରଖି ତାଙ୍କୁ ସମର୍ଥନର ପ୍ରତିଶ୍ରୁତି ଦେଇଥିଲେ। ଏଇଥିପାଇଁ ଯେ ଇଏ ସମାଜରେ ଅନ୍ୟ ଜଣକୁ ଆଉ ଜଣେ ସହ୍ୟ କରିପାରେ ନାହିଁ। ତାଙ୍କ ଉପରେ ଈର୍ଷା ବିଦ୍ୱେଷ ରଖି ଯେଉଁମାନେ ଦରବାରୀ ସାହିତ୍ୟରେ ବିଶ୍ୱାସ କରନ୍ତି ତାଙ୍କୁ ଖସେଇ ଦେବା ପାଇଁ ଉଦ୍ୟମ କଲେ ଏବଂ ସେଥିରେ ମଧ୍ୟ ସେମାନେ ସଫଳ ହେଲେ। କିନ୍ତୁ ହୁସେନ ରବି ଗାନ୍ଧୀ କୋଟି କୋଟି ଓଡ଼ିଆଙ୍କ ହୃଦୟ ଭିତରେ ଆଜି ବିରାଜମାନ କରୁଛନ୍ତି। ସେ ଆଉ ଜଣେ ସାଲବେଗ ବୋଲି ମୁଁ କହିବି। ମୁଁ ତାଙ୍କୁ ସଶ୍ରଦ୍ଧ ପ୍ରଣାମ ଜଣାଉଛି। ଆମର ବଡ଼ ଭାଇ ସେ, ଏବଂ ସୁନ୍ଦର ଭାବରେ ଯେଉଁ ଅଭିଭାଷଣ ରଖିଲେ, ସାରଳା ଦାସଙ୍କ ଠାରୁ ଆରମ୍ଭ କରି ଗୋପୀନାଥ ମହାନ୍ତି, କାହ୍ନୁ ମହାନ୍ତି ଏବଂ ହୁସେନ ରବି ଗାନ୍ଧୀ ଇଏ ପର୍ଯ୍ୟନ୍ତ ସେ ଗଢ଼େଇ ଆଣିଲେ। ଏବଂ ସେ ଯେଉଁମାନେ ସବୁ କହୁଥିଲେ ପ୍ରଗତିଶୀଳ ସାହିତ୍ୟ, ତାଙ୍କୁ ଯେଉଁଭଳି ଭାବରେ ସଚୀ ରାଉତରାୟ ସେଦିନ ଲେଖିଥିଲେ, ଆରେ ଆରେ ପଳାୟନ ପନ୍ଥୀ କାହିଁ ଯିବୁ ଛିନ୍ନ କରି ଧରଣୀର ଗ୍ରନ୍ଥି, କାହିଁ ଭେରୁ ନେବୁରେ ଆଶ୍ରୟ ତୋର ସେହି କୁଞ୍ଜବନ ଦେଇକିରେ ପାରିବ ଭୟ, ତାଙ୍କୁ ମଧ୍ୟ ସେ ଦୃଢ଼ ଜବାବ ଦେଇଛନ୍ତି। ବନ୍ଧୁଗଣ, ଗୋଟିଏ କଥା କହିବା ପାଇଁ ମୁଁ ଟିକେ ଲୋଭ ସମ୍ବରଣ କରିପାରୁନି। ମଞ୍ଚ ଉପରେ ବସିଛନ୍ତି ରୁକ୍ମିଣୀ ଦେବୀ ଏବଂ ଆଉ କିଛି ମା ଭଉଣୀମାନେ ଏଠି ଅଛନ୍ତି। ରୁକ୍ମିଣୀ ଦେବୀଙ୍କ ପାଇଁ ମୁଁ ଗୋଟିଏ କଥା କହିବି। ଆପଣ ଯେତେବେଳେ ଗୋଟେ ହାର ପିନ୍ଧିଛନ୍ତି, ସୁନାର ହାର, ବା ଗାଁ ଗହଳିରେ କହନ୍ତି ପତର ମାଳ ବୋଲି, 20 ପଇସା ସବୁ ଦେଖିଥିବ, ତା ଭିତରେ ପତର ମାଳ କରାଯାଏ। କିନ୍ତୁ ମଝିରେ ଗୋଟାଏ
ହୀରାର ପଦକଟା ଝଟକୁ ଥାଏ। ମା ମାନେ ତାକୁ ସବୁ ପକେଇଥାନ୍ତି, ଭଉଣୀ ମାନେ ପକେଇଥାନ୍ତି। ଦୃଷ୍ଟି କାହା ଉପରେ ଆପଣ ମାନଙ୍କର ଆକର୍ଷିତ ହୁଏ? ଦୃଷ୍ଟିଟା ହଠାତ୍ ପଡ଼ିଯାଏ ସେ ହୀରା ପଦକ ଉପରେ। ଜମ୍ବୁ ନଦହାର ମଧ୍ୟରେ ହୀର ପଦକ ପରି। ଜମ୍ବୁ ମାନେ ସୁନା ମାଳା ଭିତରେ ହୀରା ପଦକ ଭଳିଆ। ଜମ୍ବୁ ନଦହାର ମଧ୍ୟରେ ହୀର ପଦକ ପରି ଦିଶୁଛନ୍ତି ଆମ ଗହଣୀ ସମୀର ବାବୁ ଯଥା ପରି। ସମୀର ବାବୁ ହଉଛନ୍ତି ଯେ ସୁନାର ପଥର ମାଳାରେ ଗୋଟେ ହୀରାର ପଦକ। ମୁଁ ତାଙ୍କୁ ଏଇଥିପାଇଁ କହୁଛି, ଏବେ ନିକଟରେ ମୁଁ ତାଙ୍କୁ ଡାକିକି ଆଣି ଆମର ଚିରସନ୍ଧାନର 23ତମ ସ୍ୱର୍ଣ୍ଣକ୍ଷେତ୍ର ଉତ୍ସବରେ ଶ୍ରେଷ୍ଠ ବିଧାୟକ ଭାବରେ ସମ୍ବର୍ଦ୍ଧିତ କରିଛି। ପ୍ରକୃତରେ ମୁଁ ଜଣେ ଭାରତ ସରକାରଙ୍କର ଆକ୍ରିଡେଟେଡ୍ ଜର୍ଣ୍ଣାଲିଷ୍ଟ ହିସାବରେ ଯେତେବେଳେ ପ୍ରେସ୍ ଲାଉଞ୍ଜରେ ବସିଥାଏ, ତାଙ୍କର ବଳିଷ୍ଠ ଯୁକ୍ତି ମୁଁ ଦେଖୁଥାଏ ବିଧାନସଭାରେ। ଏବଂ ଆମ ଏଇ ନିମାପଡ଼ା କୋଣାର୍କ ଅଞ୍ଚଳରୁ ଯାଇ ତାଙ୍କ ଯେ ପିତାମହ ସେ ହେଉଛନ୍ତି ସ୍ୱର୍ଗତ ମୋହନ ଦାସ। ତାଙ୍କର ସେ ଆଶୀର୍ବାଦ ପ୍ରାପ୍ତ ହେଇଛନ୍ତି। ଯାହା ହୁସେନ ବାବୁ କହୁଥିଲେ, ପ୍ରଥମ ପର୍ଯ୍ୟାୟରେ ସେ ଥିଲେ ପ୍ରଗତିଶୀଳ ଚିନ୍ତାଧାରାର ବ୍ୟକ୍ତି। ଏବେ ବି ଅଛନ୍ତି, କିନ୍ତୁ ସେ ସେଥିରୁ ଆରମ୍ଭ କରିଛନ୍ତି ତାଙ୍କର ଜୀବନ ସାମ୍ୟବାଦୀ ଚିନ୍ତାଧାରା, ସମସ୍ତେ ସମାନ। ତେଣୁ ସେଇଥିପାଇଁ କହିଲି, ଇଏ ଗୋଟାଏ ସୁନାର ପତରମାଳା ଭିତରେ ଗୋଟେ ହୀରାର ପଦକ ହେଉଛନ୍ତି ଆମ ସମୀର ବାବୁ। ମୋର ତାଙ୍କଠୁ କିଛି ପାଇବାର ନାହିଁ, କିନ୍ତୁ କୌଣସି ନା କୌଣସି କାରଣବଶତଃ ମୋର ତାଙ୍କ ପ୍ରତି ଗୋଟେ ଲୋଭ ବଢ଼ିଗଲା। ସେଇଥିପାଇଁ ମୁଁ ତାଙ୍କୁ ଖାଲି ଗୋଟିଏ ନିବେଦନ କରିବି, ଯାହା ଆମର ଉମେଶ ବାବୁ କହିଲେ ଯେ ଗୋଟାଏ ପଟ ଅନ୍ଧାର ହେଇଛି, ଗୋଟାଏ ପଟ ଆଲୋକ। ସେ ଆଉ ଗୋଟାଏ ପଟକୁ ଆଲୋକିତ କରିଦେବେ ଆପଣ ସମୀର ବାବୁ। ଆପଣଙ୍କ ପାଇଁ ଏଇଟା ବାଁ ହାତର ଖେଳ। ଏ ଯେଉଁ ଏତେ ସବୁ ଆୟୋଜନ ହେଇଛି, ଏ ସବୁ ମୂଳରେ ଗୋଟିଏ ଆବଶ୍ୟକ ଅଛି। ହୁସେନ ବାବୁଙ୍କର ସେଇ ଗୋଟାଏ କଥା ସେ ଉଠେଇଲେ, ତପସ୍ୱିନୀ ଜାନକୀ ବାବୁ ଥାନ୍ତି ମୁଖ୍ୟମନ୍ତ୍ରୀ। ମୁଁ ସେଇ ଗଙ୍ଗାଧର ମେହେରଙ୍କର 3ଟି ପଦ ଗାଇ ତାଙ୍କଠୁ ଗୋଟାଏ ଲକ୍ଷ ଟଙ୍କା 1995 ମସିହାରେ ସାଙ୍ଗେ ସାଙ୍ଗେ ଘେନି ଆସିଲି। କହିବାର ଉଦ୍ଦେଶ୍ୟ ହେଉଛି, ସେ କବିତାରେ ଏଭଳି ମହକ ଥିଲା ଏବଂ ଜାନକୀ ବାବୁ ଜଣେ ପଣ୍ଡିତ ବ୍ୟକ୍ତି ଥିଲେ, ସେ ସାଙ୍ଗେ ସାଙ୍ଗେ ତାକୁ ଗ୍ରହଣ କଲେ। ତେଣୁ ଆପଣ ଏଇ କଥାକୁ ଗ୍ରହଣ କରିବେ। ଉମେଶ ବାବୁ ଯାହା ଗଙ୍ଗାଧର ମେହେର ଲେଖିଛନ୍ତି, ଧନ ଦେଖି ଜନ ମନ ଭୁଲି ଯାଏ, ଜଗତେ ଅଛି ଏ ଖ୍ୟାତି, ଧନ ପାଇଁ ଲୋକେ ଜୀବନ ଦିଅନ୍ତି, ଘୋରୁଆ ହବରେ ମାତି। ଏ ଧନ করে ଦାନୀ, ଧନ করে ମାନି, ଜ୍ଞାନୀ କରିପାରେ ଧନ, ଧନ ବଢ଼େ ଆଣି ଧନ ବଢ଼େ ଠାଣି, ଧନର ସେବକ ଜନ, ଆଉ ଧନ ସଙ୍ଗେ ପ୍ରଭୁ ପଣ ରହିଥାଏ। ସମୀର ବାବୁ, ତୁମ ପାଖରେ ଧନ ଅଛି, ଏଣେ ପୁଣି ନିମାପଡ଼ାର ବିଧାୟକ, ନିମାପଡ଼ାର ରାଜା। ଧନ ସଙ୍ଗେ ପ୍ରଭୁ ପଣ ରହିଥାଏ, ଧନହୀନ ସିନା ଦାସ, ଧନ ଥିଲେ କିମ୍ପା କରିଥାନ୍ତା ଆଜି ଅନୁରୋଧ ଏ ଉମେଶ। ତେଣୁ ତାଙ୍କୁ ଆପଣ ସହଯୋଗର ହାତ ବଢ଼େଇ ଦେବେ। ମୁଁ ଭାବୁଛି ଏଇଟା ଆପଣଙ୍କ ପାଇଁ କିଛି ଗୋଟେ ବଡ଼ କଥା ନୁହେଁ। ଶେଷରେ ଆସିବି ରୁକ୍ମିଣୀ ଦେବୀ। ରୁକ୍ମିଣୀ ଦେବୀ ହେଉଛନ୍ତି ଶ୍ରେଷ୍ଠ ପାଟବଂଶୀ। ଶୋଭନୀୟ ଶିକ୍ଷାଶ୍ରମର ଆପଣ ହେଉଛନ୍ତି ଶ୍ରେଷ୍ଠ ପାଟବଂଶୀ। ଯେତେବେଳେ ଶ୍ରୀକୃଷ୍ଣ ଦ୍ୱାରକାଧିପତି, ଦ୍ୱାରକାର ସେ ଅଧୀଶ୍ୱର, ଶୟନେ ସ୍ୱପ୍ନେ ଜାଗରଣେ, କିନ୍ତୁ ଅଷ୍ଟ ପାଟବଂଶୀଙ୍କ ପ୍ରତି ତାଙ୍କର ଆଉ ମନ ନାହିଁ। ମନ ଯାଇ ରହିଛି ରାଧାଙ୍କ ପାଖରେ। ସେଇଥିପାଇଁ ଉପେନ୍ଦ୍ର ଭଞ୍ଜ କ'ଣ ଲେଖିଲେ ନା, ଉପରଟା ରହିଲା କୃଷ୍ଣ, ତଳଟା ରହିଲା ରାଧା, ଜଗନ୍ନାଥଙ୍କର ଅବିକଳ ପ୍ରତିମୂର୍ତ୍ତି। ତେଣୁ ଅଷ୍ଟପାଟବଂଶୀଙ୍କ ପାଖରେ ମନ ନାହିଁ ସେଇ ଦ୍ୱାରକାଧୀଶଙ୍କର। ଶୟନେ ସ୍ୱପ୍ନେ ଜାଗରଣେ ସେ ଭାବି ହେଉଛନ୍ତି ଶ୍ରୀ ରାଧାଙ୍କ। ଯିଏ ଅଷ୍ଟପାଟବଂଶୀଙ୍କ ଭିତରେ ଭାଳିଣୀ ପଡ଼ିଛି, ଆମେ ଶୁଣିଥିଲୁ ଗୋପରେ ଥିଲାବେଳେ
ये कृष्ण राधा प्रेम रे पड़ जाते किंतु राधा तो बाहा होता चंद्रसेना नामे मूर्ख अच्छी एक गौड़ एक से परा से कन्या को विवाह होइछि चंद्रसेना नाम रे गोटे मूर्ख गौड़ टोका सी बाहा दुश्चरिता राधा को ता प्रेम रे द्वारकाधिपति कौन सतरे पड़ी या कौन सत सत्यभामा कहले हाँ नानी ये सत्य गोटे मध्याह्न प्रहर कृष्ण तांकर शयन कक्षरे विराजमान करिसंती गड़पड़ होउसंती रुक्मिणी जाई पहुंची गले तांकर पद संचालन करुछंती से तो अंतर्जामी अंतरर वार्ता तांकु जणा तथापि रुक्मिणी कहले प्रभु मोर बहु दिन गोटे मनोवांछा अच्छी किंतु ता कहि कहि बोली भरोसे कहि पारु ना ना कौन कह ना आपण को कौ कथा अजଣା अच्छी ना तथापि कह ना गोपुरे थिला बेले गोटे राधा बोली सुंदरिया झेटे थिला ता प्रेम रे कोन तमे सतरे पड़िथिलो जेते बेले राधा कथा कहि दैछंती प्रभु तांकर अविकल प्रतिनिधि होउछंती जगतर नाथ जगन्नाथ राधा होउछंती तांकर इच्छा शक्ति एवं तांकर इष्ट शक्ति होउछंती मां काली स्वयं दक्षिण कालिका होउछंती श्री जगन्नाथ राधा होउछंती तांकर इच्छा शक्ति चारि भक्ति मध्य अटे प्रेम भक्ति सार से भक्ति अटई कोठ गोपी मानकर ए गोपी की भजिला भक्त प्रेम भक्ति पाई आन भक्ति रे मते प्राप्त बा काहिंजे तेणु ताहा सत्य ये जो गोपी मान को भक्ति ले प्रेम भक्ति पाइब ये प्रेम भक्तिर अविकल प्रतिनिधि होती श्रीराधा तेणु तमे जहाँ कहले रुक्मिणी ताहा सत्य ना जदि यह सत्य तमर तो अष्टपाट वंशी अच्छा तमें राधा को ग्रहण कर देते असुविधा कौन होता न हो जाता कौन असुविधा होता ना से बड़ गहन कथा ना कौन ना तुम टे अपेक्षा कर बर्तमान मध्याह्न समय राति पर्यंत अपेक्षा कर राति आसी उपगत होते भगवान कौन कर स्मरण कर गरुड़ गरुड़ होती बहुत क्षिप्र गति से गमन कर द्वारकार जीवे कौटी कि ना वृंदावन एवं जाई वृंदावन में पहुंची आम बर्तमान उड़ा जहाज 2 घंटा लगुच आपण द्वारकार उत्तर प्रदेश जीव आग्रा जीव आग्रा ठारू हूँ वृंदावन गरुड़ को स्मरण कर गरुड़ पीठी उपवेशन करजे प्रभु भगवान श्रीकृष्ण तांको पाखरे बसी रुक्मिणी जाई पहुंची वृंदावन से को राति अर्धप्रहर चारिआडे सुनसान निस्तब्ध ये तो गौड़ पिला गोटे बंशीवादन कर राधा शोते गोपपुर कहती आपण जहाँ को भावुथे इंग्रेजी कहते टेलीपैथी आम प्रकाश बाबू ये बस जन साहित्यिक इंग्रेजी कहते टेलीपैथी राधा को टेलीपैथी हो गला ये बंशीवादन कर समय आसी संसिद्ध होइला जहा कही अंबिका ये उद्धार तो ही बंशी डाक देला राधिका 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 सुंदरी शुणी करी कोड़ी होइला केशवास संभाल होई बाली केशवास संभाल होई बाली कदम्ब मूल को धाइला राधा जो भली अवस्था शोते केश एवं बास यार लुगा ठीक नहीं पागल प्राय छुटिले थिले गोपपुर वृंदावन मात्र 1 किलोमीटर जो मैंने जाइए देखी राधा जिते पागल प्राय जाई देखिले से नटवर नाटुआ कृष्ण कृष्ण कहते देख प्रिय मु तम बिहुने किभली कंटा हो गलानी शयने स्वप्ने जागर